ମହାନ ଗାଳ୍ପିକ ଶ୍ରୀଯୁକ୍ତ ମନୋଜ ଦାସଙ୍କ ରଚିତ ଗଳ୍ପଟିର ବିଷୟ ଶୀର୍ଷକ ନାଗଲୋକ ପ୍ରତ୍ୟାଗତ। ହଜାର ବର୍ଷ ତଳେ ଯେଉଁ ପାନ୍ଥଟି ବହୁ ସାଧନାରେ ସିଦ୍ଧି ଲାଭ କରି କେବଳ ମାତ୍ର ପରିଦର୍ଶକର କୌତୂହଳ ନେଇ ହଠାତ୍ ଦିନେ ନାଗଲୋକରେ ପ୍ରବେଶ କରିଥିଲା, ତା ଭ୍ରମଣର ଇତିକଥା ଅନେକେ ଜାଣି ନାହାନ୍ତି। ଏପରିକି ତତ୍କାଳୀନ ସମୃଦ୍ଧିଶାଳୀ ଯେଉଁ ରାଜଦରବାର ତରଫରୁ ପାନ୍ଥ ଏ ସୃଷ୍ଟିର ବହୁ ଅନାବିଷ୍କୃତ ରହସ୍ୟର ସନ୍ଧାନ ପାଇଁ ନିଯୁକ୍ତ ହୋଇଥିଲା, ସେହି ଦରବାରରେ ବୁଦ୍ଧିମାନ ଗୁପ୍ତଚରମାନେ ବି ପାନ୍ଥଟିର କୌଣସି ଉତ୍ତର ସମାଚାର ଦରବାରରେ ପରିବେଷଣ କରିପାରିନଥିଲେ। ସୁତରାଂ 12 ବର୍ଷ ବିତିଯିବା ପରେ କୌଣସି ଅଜ୍ଞାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଅନୁମାନ କରି ଦିନକର ପ୍ରଭାତରେ ଦରବାରରେ ଶୋକ ପ୍ରସ୍ତାବ ଆଗତ କରି ସଚିବ ପ୍ରବର କିଛି ଅନ୍ୟାୟ କରିନଥିଲେ। କିନ୍ତୁ ଏଣେ ନାଗଲୋକରେ ଐଶ୍ୱର୍ଯ୍ୟ ଓ ସମ୍ଭୋଗର ଅକଳ୍ପନୀୟ ପରିସର ଭିତରେ ପାନ୍ଥ ଗୋଟିଏ ଗୋଟିଏ ବର୍ଷକୁ ଏକ ଏକ ମୁହୂର୍ତ୍ତ ଭଳି ଚଳୁ କରି ଦେଉଥିଲେ। ନାଗଲୋକ ଆଶ୍ଚର୍ଯ୍ୟ ଅନନୁଭୂତ ଅମୃତର ରାଜ୍ୟ। ସେଠାକାର ଉଦ୍ୟାନରେ ଅସଂଖ୍ୟ ଫୁଲ ଫୁଟେ, ହୀରାର ଫୁଲ। କେଦାର ପୂର୍ଣ୍ଣ କରି ଚକମକ କରେ ମାଣିକ୍ୟର ଫଳ। ବୃଷ୍ଟି ହୁଏ ମୁକ୍ତାର ବିନ୍ଦୁ। ରୂପାର ଚଟାଣ ସବୁ ଉପରେ ସୁନାର ସୁଚିକଣ ହମ୍ୟ। ସୁନାର ହମ୍ୟ ଦିହରେ ନାମ ନ ଜଣା ରତ୍ନାବଳୀର ଆଶ୍ଚର୍ଯ୍ୟ କାରିଗରୀ। ଅହରହ ସେ ଦେଶର ମୃଦୁମନ୍ଦ ପବନରେ ଭାସି ବୁଲେ ବହୁ କିସମର ବର୍ଣ୍ଣିଳ ରତ୍ନ ରେଣୁର ଆଭା। ପ୍ରତ୍ୟହ ପ୍ରଭାତରେ ନାଗରାଜ୍ୟର ସୀମାନ୍ତବର୍ତ୍ତୀ ଅମୃତର ସରୋବର ଭିତରୁ ସେ ରାଜ୍ୟର ନିଜସ୍ୱ ସୂର୍ଯ୍ୟ ଉଏଁ, ବୈଦୁର୍ଯ୍ୟର ସୂର୍ଯ୍ୟ। ତାର ରଶ୍ମି ସ୍ପର୍ଶରେ ନାଗଲୋକ ଉତ୍ସବ ମୁଖର ହୋଇଉଠେ। ଉଷା ମଧ୍ୟାହ୍ନ ଓ ସନ୍ଧ୍ୟାରେ ସୂର୍ଯ୍ୟ ତାର ବର୍ଣ୍ଣ ପରିବର୍ତ୍ତନ କରେ। ସଙ୍ଗେ ସଙ୍ଗେ ଉତ୍ସବ ମଧ୍ୟ ଅଭିନବ ରୂପ ନିଏ, ଅଭିନବତର ହୋଇ ଚାଲେ। ବର୍ଷ ପରେ ବର୍ଷ, ହଜାରେ ବର୍ଷ ସେହି ଦୂରାଗତ ପାନ୍ଥ ନାଗଲୋକର ଆଶ୍ଚର୍ଯ୍ୟ ସଭ୍ୟତାକୁ ନେଇ ଗବେଷଣା କରିଛି। ପ୍ରଥମେ ସେ ଯେତେବେଳେ ଆସିଥିଲା, ନାଗଲୋକର ପୌରସଭା ତାକୁ ସମ୍ବର୍ଦ୍ଧନା ଜଣାଇ ଉପଦେଶ ଦେଇଥିଲା ଏ ରାଜ୍ୟର ବିଶେଷତ୍ୱ। ଏହାକୁ ପୂରାପୂରି ଆପଣାର କରି ନ ଦେଖିଲେ ଏ ଚିରଦିନ ରହସ୍ୟମୟ ପ୍ରବାସ ହୋଇ ରହିଯିବ। ତା ପରଠୁ ସେହି ବିମୁଗ୍ଧ ପାନ୍ଥ ତାର ସମସ୍ତ ଆନ୍ତରିକତା ଓ ଶକ୍ତି ଦେଇ ନାଗଲୋକର ପ୍ରତ୍ୟେକଟି ଅଣୁ ପରମାଣୁ ପର୍ଯ୍ୟବେକ୍ଷଣ କରିବାର ଚେଷ୍ଟା କରିଛି। ଅମୃତ ସରୋବରରେ ବୈଦୁର୍ଯ୍ୟର ସୂର୍ଯ୍ୟର ଉଦୟ, ହୀରକ ହମ୍ୟର ଶିଖର ଦେଶରେ ସୂର୍ଯ୍ୟାସ୍ତ ଆଉ ରତ୍ନାଲୋକ ବିଚ୍ଛୁରିତ ଉଜ୍ଜଳ ସନ୍ଧ୍ୟାମାନଙ୍କରେ ନାଗକନ୍ୟାଗଣଙ୍କର ରହସ୍ୟମୟ ବିଚରଣ ବର୍ଷ ପରେ ବର୍ଷ, ହଜାରେ ବର୍ଷ ଏସବୁ ନିରୀକ୍ଷଣ କରିଆସିଛି ପାନ୍ଥ। ନାଗଲୋକର ସମସ୍ତ ନାଗରିକ ସ୍ୱାଧୀନତା ସେ ଉପଭୋଗ କରିଛି। କିନ୍ତୁ 1000 ବର୍ଷ ପରେ ସେ ହଠାତ୍ ଦିନେ ଚିତ୍କାର କରି ଉଠିଲା। ନାଗଲୋକରୁ ସେ ମୁକ୍ତି ଚାହେଁ। ଚିତ୍କାର ଏତେ ଶାଣିତ ଓ ତୀକ୍ଷ୍ଣ ଯେ ପାନ୍ଥକୁ ପରିବେଷ୍ଟନ କରି ରହିଥିବା ସୁନ୍ଦରୀ ନାଗକନ୍ୟାମାନେ ଆର୍ତ୍ତନାଦ କରୁ କରୁ ଦୂରକୁ ଛିଟିକି ପଡ଼ିଲେ। ଗୋଟିଏ ମୁହୂର୍ତ୍ତ ପରେ ଶୁଣାଗଲା ପୌରସଭା ପ୍ରାଙ୍ଗଣରୁ ଅବିରାମ ଘଣ୍ଟା ଧ୍ୱନି। ରାଜ୍ୟର ଉତ୍କଣ୍ଠିତ ନାଗରିକମାନେ ସେଠାରେ ଉପନୀତ ହେବା ପରେ ପାନ୍ଥକୁ ପ୍ରଶ୍ନ କଲେ ସଭାପତି, ହେ ସୁଧୀ, ଏଇ ସୁଖ ଓ ଐଶ୍ୱର୍ଯ୍ୟର ଦେଶ ନାଗଲୋକର ସମସ୍ତ ସ୍ୱାଧୀନତା ତ ତୁମ ପାଇଁ ଉନ୍ମୁକ୍ତ, ଆଉ ତେବେ? ସଭାପତିଙ୍କର ଏଇ ସୁଗଭୀର ପ୍ରଶ୍ନର ଲଳିତ ସଂସ୍କରଣ ଅସଂଖ୍ୟ ସୁନ୍ଦରୀଙ୍କର ଆକୁଳ ଆଖିରେ ଫୁଟି ଉଠିଲା, ଆଉ ତେବେ? ନିରୁତ୍ତର ପାନ୍ଥ ସଭା ପରେ ପୁଣି ଆସି ଧୀରେ ଧୀରେ ଛିଡ଼ା ହେଲା ଅମୃତ ସରୋବରର ସ୍ନିଗ୍ଧ ନିରରାଶି ତୀରରେ। ପାନ୍ଥ, ତୁମେ ଭୁଲି ଯାଉଛ, ମର୍ତ୍ତ୍ୟଲୋକର ଜୀବନଧାରା ଓ ନାଗଲୋକର ପ୍ରାକୃତିକ ନିୟମ ଭିତରେ ବହୁତ ତାରତମ୍ୟ। ମର୍ତ୍ତ୍ୟଲୋକର ହିସାବ ଅନୁସାରେ ତୁମେ ଏଠାକୁ ଆସିବାର 1000 ବର୍ଷ ହେଲା। ତୁମେ ଯେଉଁ ପୃଥିବୀରେ ଥିଲ, ସେ ପୃଥିବୀ ଓଲଟପାଲଟ ହୋଇଯିବଣି। ତୁମ ରାଜ୍ୟର ରାଜା, ତୁମର ସ୍ତ୍ରୀ, ଶିଶୁ ଏସବୁ ଆଜି ଇତିହାସର ପରିସର ଭିତରୁ ବି ଅପସରି ଯିବେଣି। ଅତଏବ କେଉଁଠିକି ଯିବ ତୁମେ? ସେଇ ନିଛାଟିଆ ଝିଲମିଲ ସନ୍ଧ୍ୟାରେ ଏ ପ୍ରଶ୍ନ କଲା ନାଗଲୋକର ସଭାପତି କନ୍ୟା। ନିରୁତ୍ତର ପାନ୍ଥ ତାର 2 ହାତ ମୁଠା କରି ଶୂନ୍ୟକୁ ଚାହିଁ ରହିଲା। ସେ ଚାହେଁ ଧୂଳି ବାଲିର 2 ମୁଠା ମାଟି ଏବଂ ଅକୃତ୍ରିମ ମର୍ତ୍ତ୍ୟର ଆକାଶ।
ଆହୁରି କେତେ ବର୍ଷ ବିତିଗଲା। ପାନ୍ଥ ଇତିମଧ୍ୟରେ ଥରେ ଦୁଇଥର ପୁଣି ଚିତ୍କାର କରିଛି। ଥରେ ଦୁଇଥର ପୁଣି ତା ପାଇଁ ପୌରସଭାର ଅଧିବେଶନ ବସିଛି। କ୍ରମେ କ୍ରମେ ପାନ୍ଥ ବୁଝିପାରିଛି ତାର ଆଉ ମୁକ୍ତି ନାହିଁ। ଅନନ୍ତ କାଳ ଧରି ଏଇ ନାଗଲୋକର ସ୍ୱାଧୀନତା ଭିତରେ ତାର କାରାଗାର। ସ୍ଫୂର୍ତ୍ତି ମୁଖର ଚଳଚଞ୍ଚଳ ରାଜ୍ୟ ଭିତରେ ଏକମାତ୍ର ତାହାରି ଅଙ୍ଗ ପ୍ରତ୍ୟଙ୍ଗ ଅବସନ୍ନ ହୋଇ ଆସିଛି। ତାର ଦୃଷ୍ଟି ଧୂମାର୍ତ୍ତ ହୋଇ ଆସିଛି। ଅଥଚ ମୃତ୍ୟୁର ଆଶା ନାହିଁ। ନାଗଲୋକ ଯେ ଅମୃତର ରାଜ୍ୟ। ଅବଶେଷରେ ଏକଦା ନିଶାର୍ଦ୍ଧରେ ନାଗଲୋକର ଭାଗ୍ୟରେ ସଂଘଟିତ ହେଲା ଏକ ଅଦ୍ଭୁତପୂର୍ବ ଘଟଣା। ଏକାନ୍ତ ଅସମୟରେ ପୌରସଭାର ଘଣ୍ଟାନାଦ। ବଡ଼ ଆଶ୍ଚର୍ଯ୍ୟର କଥା। ସମସ୍ତେ ଶୁଣିଲେ, ପାନ୍ଥ ବି ଶୁଣିଲା। ନାଗଲୋକର ଲୋହ ଦରଜା ସେପଟରେ କେଉଁ ସବୁ ଅଜ୍ଞାତ ଶତ୍ରୁଙ୍କର ଆକ୍ରମଣ। ନିମେଷ ଭିତରେ ନାଗରିକମାନେ ସର୍ଜିତ ହୋଇ ବାହାରି ପଡ଼ିଲେ ଯୁଗ ଯୁଗର ରହସ୍ୟମୟ ନାଗଲୋକର ସୁରକ୍ଷା ପାଇଁ। ଚାରିଆଡ଼େ ବିଶୃଙ୍ଖଳା ଓ ବିଭ୍ରାନ୍ତି। ଠିକ୍ ଏତିକିବେଳେ ସମସ୍ତଙ୍କର ଦୃଷ୍ଟିପଥ ଏଡ଼ାଇ ଗୋଟିଏ ସୁଡ଼ଙ୍ଗ ଭିତରେ ପ୍ରବେଶ କଲା ପାନ୍ଥ। 1000 ବର୍ଷ ପୂର୍ବେ ଏଇ ପଥରେ ହିଁ ସେ ନାଗଲୋକକୁ ଆସିଥିଲା। ସେ ଉଲ୍ଲସିତ ପଦକ୍ଷେପରେ ଆଗେଇ ଯାଉଁ ଯାଉଁ ହଠାତ୍ ସ୍ତବ୍ଧ ହେଲା। ତା ଆଗରେ ଉଭା ନାଗଲୋକର ସଭାପତି କନ୍ୟା, 1000 ବର୍ଷର ପରିଚିତା। ସୁଡ଼ଙ୍ଗ ବାହାରେ ସେତେବେଳେ ଲୁଣ୍ଠନ ଓ ଆତ୍ମରକ୍ଷାର ଅବିଶ୍ରାନ୍ତ ଯୁଦ୍ଧ। ନାଗକନ୍ୟା କିନ୍ତୁ ପଥରୁ ଅପସରି ଛିଡ଼ା ହେଲା ଏକ ଦୀର୍ଘ ନିଶ୍ୱାସ ସହ। ଚଞ୍ଚଳ ପଦକ୍ଷେପରେ ଅଗ୍ରସର ହେଲା ପାନ୍ଥ। ଦିହ ହାତରେ ତାର ଏଥର ବାଜୁଛି ମର୍ତ୍ତ୍ୟ ଲୋକର ଝଲକ ଝଲକ ପବନ। ଆଉ ଅଳ୍ପ ଦୂର। ଅବଶେଷରେ ସୁଡ଼ଙ୍ଗ ଶେଷ ହେଲା। ଆକାଶ ଓ ମୃତ୍ତିକା ମଝିରେ ଏକ ବରଫାବୃତ ଶୁଭ୍ର ପାହାଡ଼ର ଉପତ୍ୟକାରେ ଆସି ପାନ୍ଥ ଛିଡ଼ା ହୋଇଛି। ସେତେବେଳକୁ ରାତ୍ରି ଶେଷ। ଦୂର ଚକ୍ରବାଳରେ ରଙ୍ଗୀନ ତନ୍ଦ୍ରାର ପ୍ରଲେପ। ପଶ୍ଚିମ ଦିଗନ୍ତ ସମାହିତ। କୌଣସି ନିକଟତମ ପାହାଡ଼ ପଲ୍ଲୀରେ ହୁଏତ ଜାଗି ଉଠିଥିଲେ ଗୋରୁ ମହିଷପଲ। ମୃଦୁ ମୃଦୁ ପବନରେ ସେମାନଙ୍କର ନିଶ୍ୱାସର ଉଷ୍ମତା। ଆକୁଳ ଉଲ୍ଲାସରେ ପାନ୍ଥ ନୃତ୍ୟ କରିବାକୁ ଲାଗିଲା। ତାପରେ ବହୁ ଦିନରୁ ରୁଦ୍ଧ ଗଳା ଫଟାଇ ଯଥେଚ୍ଛ ଚିତ୍କାର କଲା ଏବଂ ଅବଶ ହେବା ପୂର୍ବରୁ ପାହାଡ଼ର ଶୀର୍ଷ ଦେଶ ଉପରକୁ ଉଠିଯାଇ ବସିଲା। ତାପରେ କେତେ ମିନିଟର ତନ୍ଦ୍ରା ପରେ ପୁଣି ଯେତେବେଳେ ନବଜାତ ସୂର୍ଯ୍ୟ ଆଡ଼କୁ ଆଖି ଖୋଲି ଚାହିଁଲା, ସେତେବେଳେ ଚାହୁଁ ଚାହୁଁ ସୂର୍ଯ୍ୟ ହଠାତ୍ ବୈଦୁଜ୍ୟ ପାଲଟିଗଲା। ପାନ୍ଥ ଉଠି ଛିଡ଼ା ହୋଇ ପଡ଼ିଲା। କିନ୍ତୁ ସେତେବେଳକୁ ତା ଗୋଡ଼ ତଳର ଶୈଳଶୀର୍ଷ ହୀରକ ପାଲଟି ସାରିଥିଲା। ପାହାଡ଼ ତଳିର କେତେଗୁଡ଼ିଏ ବନ୍ୟ ଗୁଲ୍ମଲତା ଚାହୁଁ ଚାହୁଁ ମାଣିକ୍ୟ ଓ ମୁକ୍ତାମୟ ହୋଇଗଲା। ନାଗଲୋକରେ ଯୁଗ ଯୁଗ କଟାଇବା ପରେ ପାନ୍ଥର ଚକ୍ଷୁଦୟ ପରଶ ପଥରଠାରୁ କୋଟି କୋଟି ଗୁଣ ଶକ୍ତିଶାଳୀ ହୋଇଯାଇଥିଲା। ତା ଆଖିର ରଶ୍ମିରେ ମର୍ତ୍ତ୍ୟ ଲୋକର ସବୁକିଛି ରତ୍ନ ପାଲଟି ଯିବାକୁ ଲାଗିଲା। ପାନ୍ଥ ଇଚ୍ଛା କଲା ଗୋଟାଏ ବିପୁଳ ଚିତ୍କାରର ବିସ୍ଫୋରଣରେ ତା ନିଜ ଦେହକୁ ଧୂଳି ଧୂଳି କରି ଫଟାଇ ଦେଇ ମଧ୍ୟ ସେ କାହାକୁ ଅଭିସମ୍ପାତ ଦେବ। କିନ୍ତୁ ସେ ଏକାନ୍ତ ଅବଶ। ସେତେବେଳେ ହୀରାର ଶୈଳ ଶୀର୍ଷ ଉପରେ ବୈଦୁଜ୍ୟର ତାର ରଶ୍ମିକଣା ଢାଳୁଥିଲା। ନାଗଲୋକରେ 1000 ବର୍ଷ କ୍ଷୀଣ ତନ୍ଦ୍ରା ଉପଭୋଗ କରିବା ପରେ ପ୍ରଥମ ଥର ପାଇଁ ପାନ୍ଥ ଏଥର ଗାଢ଼ ନିଦ୍ରାରେ ଶୋଇଗଲା। ଆଉ ଉଠିଲା ନାହିଁ। ସମାପ୍ତ।